ଶାରୀରିକ ଅଭିଳାଷରୁ କେତେବେଳେ ମୁକ୍ତ ହେବେ? ଆମେ ସମସ୍ତେ ଖ୍ରୀଷ୍ଟିଆନ, କିନ୍ତୁ କାହିଁକି ଶାରୀରିକ ଅଭିଳାଷର ପାପରେ ପଡ଼ି ଯାଇଥାଉ? ପାପରେ ପଡ଼ୁ କାରଣ ଖ୍ରୀଷ୍ଟିଆନ ଜୀବନରେ ପବିତ୍ର ଆତ୍ମା ନଥାନ୍ତି, ଏଣୁ ପାପରେ ଅଭିଳାଷରେ ପଡ଼ିଥାଏ। ପବିତ୍ର ଆତ୍ମା ବିନା ଅଭିଳାଷରେ ମୁକ୍ତ ହେଇ ହୁଏ ନାହିଁ। ପ୍ରଥମ କରନ୍ଥୀୟ 9:27 ପ୍ରେରିତ ପାଉଲ କହିଲେ, ପବିତ୍ର ଆତ୍ମାଙ୍କ ଦ୍ୱାରା ପ୍ରେରିତ ପାଉଲ ନିଜ ଶରୀରକୁ ନିଜ ବଶରେ ରଖିପାରୁଥିଲେ। ଆତ୍ମାଙ୍କର ବଶରେ ରଖିପାରୁଥିଲେ ନିଜ ଶରୀରକୁ। ରୋମିଓ 8:9 ଆମେ ପାଠ କରୁ। ଆତ୍ମା ବିନା ଶାରୀରିକ ଅଭିଳାଷ ଜୟ କରି ହୁଏ ନାହିଁ କି ମୁକ୍ତ ହୋଇ ହୁଏ ନାହିଁ। ପବିତ୍ର ଆତ୍ମାଙ୍କର ସାହାଯ୍ୟତା ଦରକାର। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଖ୍ରୀଷ୍ଟିଆନ ଜୀବନ ଯେତେବେଳେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୁଏ, ସେତେବେଳେ ଶାରୀରିକ ଅଭିଳାଷ ଦୂର ହୋଇଥାଏ।